गुड मॉर्निंग सकाळୁ उठिकी ମୁଁ ଦେଖିଥିଲି ଆଜି ବହୁତ ବଢିଆ ଖରା ହେଇଥିଲା କିନ୍ତୁ ଆଉ ଗୋଟେ ଦୁଃଖ ଖବର ଆସିଥିଲା କି ଆମର କୋକ୍ ଆଜି ଆସିବନି। ମୁଁ କହିଲି ଓକେ ଏଇଟାରେ କଣ ଅଛି, ଖାଲି ଟିକେ ରୋଷେଇ ହିଁ କରିବାକୁ ପଡିବ। ଜଲ୍ଦି ଜଲ୍ଦି ମୁଁ ଗାଧେଇକି ରେଡି ହେଇଯାଇଥିଲି। ଏଇଠି ଦେଖନ୍ତୁ ମା ସବୁ ବାହାର କରିକି ରଖିଦେଇଥିଲେ ଆଉ ମିସ୍ ମାଉସୀ ସବୁ ପିଆଜ ଫିଆଜ କାଟିକି ରଖିଦେଇଥିଲେ। ଯେହେତୁ ବେଙ୍ଗଲୀ ଘରେ ଆପଣମାନେ ଜାଣିଥିବେ ବହୁତ ସାରା ଆଇଟମ ନହେଲେ କେହି ଖାଇବା ପାଖେ ବସିବେନି, ସେଥିପାଇଁ ମୁଁ କହିଥିଲି ୱାନ୍ ପଟ୍ ଚିକେନ ରାଇସ୍ ବନେଇଦେବି, ଯୋଉଟା କି ବହୁତ କମ ସମୟ ମଧ୍ୟରେ ହେଇଯିବ। ଆଣ୍ଡ ମତେ ବି ବହୁତ ପରିଶ୍ରମ କମ ପଡିବ। ଦିଦିଟା ଛୁଆ ଅଛନ୍ତି, ତାଙ୍କୁ ବି ସମ୍ଭାଳିବା ପାଇଁ ପଡିବ। ସେଥିପାଇଁ ମୁଁ ପୁରା ଗୋବିନ୍ଦ ଭୋଗ ରାଇସ୍ କୁ ଭଲ ଭାବରେ ଧୋଇକି ନେଇଯାଇଥିଲି। ବହୁତ ଜଣ କହନ୍ତି ଏଇଠି ବେଙ୍ଗଲରେ, ମୁଁ ଶୁଣିଛି ଗୋବିନ୍ଦ ଭୋଗ ରାଇସ୍ ରେ ଆଇଁଷ ମିଶେଇକି ରାନ୍ଧିବା କଥା ନୁହେଁ। ମୋର ତ ଏତେ ନଲେଜ ନାହିଁ, କିନ୍ତୁ ମୁଁ ବି ଶୁଣିଛି କି ଗୋବିନ୍ଦ ଭୋଗ ରାଇସ୍ ନର୍ମାଲି ପୂଜାରେ ଲାଗେ, ତ ସେଥିପାଇଁ ସେଥିରେ ଆମିଷ ମିଶେଇକି ରୋଷେଇ କରନ୍ତିନି। କିନ୍ତୁ ମୁଁ ଜାଣିନି, ତ ମୁଁ ଗୋବିନ୍ଦ ଭୋଗ ରାଇସ୍ ରେ ହିଁ ସବୁବେଳେ ଚିକେନ ଯେ ୱାନ୍ ପଟ୍ ପଲାଉଟା ବନାଏ। ବିକଜ ଗୋବିନ୍ଦ ଭୋଗ ରାଇସ୍ ର ଗୋଟେ ନିଜର ବହୁତ ଭଲ ଆରୋମେଟିକ ସ୍ମେଲ ଅଛି। ଆଉ ସେଇଟା ପଲାଉ ହଉ ବା ବିରିୟାନୀ, ବିରିୟାନୀ ନର୍ମାଲି ବାହାରର ବିରିୟାନୀ ମୁଁ ଜମା ବି ପସନ୍ଦ କରେନି, କି କିଣିକି ଆଣି ଖାଇବା ପାଇଁ ପସନ୍ଦ କରେନି। ତ ଯେତେ କଷ୍ଟ ହେଲେ ବି ମୁଁ ଘରେ ବନାଏ। ତ ମୁଁ ୱାନ୍ ପଟ୍ ଚିକେନ ରାଇସ୍ ବନେଇ ଦେଇଥିଲି। ଆଉ ଯେହେତୁ ମିସ୍ ମାଉସୀ ଆମ ଜଣେ ମାଉସୀ ଅଛନ୍ତି ଯିଏକି ଖାଆନ୍ତିନି ଚିକେନ ବା ମାଂସ ଖାଆନ୍ତିନି, ତ ତାଙ୍କ ପାଇଁ ଅଲଗା କରିକି ଅଣ୍ଡା ବନେଇଦବା। ଏଇଠି ଦେଖନ୍ତୁ ଫାଷ୍ଟ ମୁଁ କଣ କରିଛି ନା, ଚାଉଳକୁ ଭଲ ଭାବରେ ଧୋଇକି 2 କପ୍ ଭଳିଆ ମୁଁ ରାଇସ୍ ନେଇଥିଲି ଆଉ ତାକୁ ଭଲ ଭାବରେ ଧୋଇକି କିଛି ଘିଅ ଆଉ ସାଦା ତେଲରେ ଭଲ ଭାବେ ଆରୋମେଟିକ ସ୍ମେଲ ଆସିବା ପର୍ଯ୍ୟନ୍ତ ଭାଜିଥିଲି। ସାଇଡ ବାଇ ସାଇଡ ଅଣ୍ଡା ମଧ୍ୟ ସିଝେଇ ଦେଇଥିଲି। ତ ଏଇ ରୋଷେଇ ସହିତ ଆମେ ଚାଲନ୍ତୁ ଟିକେ କଥା ହବା। ତ ବେଙ୍ଗଲରେ ନର୍ମାଲି ଖାଇବା ଷ୍ଟାଇଲଟା ପୁରା ଅଲଗା। ଯେତେବେଳେ ମୋର ଫାଷ୍ଟ ନୂଆ ବାହାଘର ହେଇଥିଲା, ଯେତେବେଳେ ଆମର ଓଡିଶାରୁ ବରଯାତ୍ରୀ ଆସିଥିଲେ, ତ ଆମର ଯେମିତି ନର୍ମାଲି ଆଜ ୟୁଜୁଆଲ ସବୁ ଜିନିଷ ଏକାଥରେ ଗୋଟିଏ ପ୍ଲେଟରେ ହିଁ ବଢା ହେଇଯାଏ, ସମସ୍ତେ ଖାଆନ୍ତି ଯାହାର ଯୋଉ ଆଇଟମ ଇଚ୍ଛା। ଏଇଠି କିନ୍ତୁ ସେମିତି ନୁହେଁ। ଏଠି ହଉଛି ଗୋଟେ ପରେ ଗୋଟେ, ମାନେ ସପୋଜ ଆଇଟମ ଥିବ, ଫାଷ୍ଟ ଲୁଚି ଆସିବ, ତାପରେ ତା ସହିତ ଆଳୁଦମ ଆସିବ, ତାପରେ ନେକ୍ସଟ ତାପରେ ଆସିବ ପଲାଉ ଆସିବ, ପଲାଉ ସହିତ ଗୋଟେ କିଛି ଆଇଟମ ଆସିବ, ପ୍ଲେନ ରାଇସ୍ ଆସିବ, ଡାଲି ଆସିବ, ତା ସହିତ ଝୁରଝୁରି ଆଲୁ ଭଜା, ଏମିତି ହେଇକି ଲାଷ୍ଟରେ ଏଣ୍ଡରେ ସୁଇଟ୍ ଥିବ, ପାନ ଥିବ, ମିଷ୍ଟି ଦହି ବା ମିଠା ଦହି ଥିବ। ତ ଏମାନଙ୍କ ଖାଇବା ଷ୍ଟାଇଲ ଏଇଭଳିଆ ହିଁ ପରିବେଷଣ କରନ୍ତି ସେମାନେ, ଯେହେତୁ ଆମର ଓଡିଆ ଷ୍ଟାଇଲଠୁ ବହୁତ ଅଲଗା। ଆମର ସବୁତକ ଆପଣ ଏକାଥରେ ହିଁ ବଢା ହେଇଛି, ଆଉ ଯାହାର ଯୋଉଟା ଇଚ୍ଛା ସେଇ ଅନୁସାରେ ସେ ଖାଆନ୍ତି। ତ ସେଥିପାଇଁ ଯେତେବେଳେ ମଜା କଥା ଏଇଟା ହେଇଥିଲା କି ମୋର ଯେତେବେଳେ ମ୍ୟାରେଜ ହେଇଥିଲା, ତ ବରଯାତ୍ରୀରେ ଓଡିଶାରୁ ଯେତେବେଳେ ଲୋକ ଆସିଥିଲେ, ସେମାନେ ତ ଏଇ ଷ୍ଟାଇଲ ଜାଣିନାହାନ୍ତି ଯେ ଏମିତି ହିଁ ଦିଆ ହୁଏ ଖାଇବା ପାଇଁ ବୋଲି। ତ ଫାଷ୍ଟ ସମସ୍ତଙ୍କୁ ମଟର ଛୁତି କଚୁରୀ, ମାନେ ଆମର ଯୋଉଟା ମଟର ପୁରୀ କହନ୍ତି, ତା ସହିତ ଆଳୁଦମ ଦେଇଥିଲେ। ଆଉ ସମସ୍ତେ ସେଇଟା ଖାଇକି ହିଁ ପଳେଇ ଯାଇଥିଲେ। ମତେ କହିଥିଲେ କି ଆଉ ସୁଇଟି ତୋ ମ୍ୟାରେଜରେ ଏଠି ତାଙ୍କର ଗୋଟିଏ ହିଁ ଆଇଟମ ହେଇଥିଲା। ମୁଁ କହିଲି ଗୋଟିଏ ଆଇଟମ ହେଇଥିଲା ମାନେ? କହିଲେ ହଁ ଗୋଟିଏ ହିଁ ଆଇଟମ ହେଇଥିଲା, ଆଉ ସେଇଟା ହଉଛି କଚୁରୀ ସହିତ ଆଳୁଦମ। ମୁଁ କହିଲି ବାସ୍ ଏମିତି ହୁଏ ନା କଣ, କଚୁରୀ ସହିତ ଆଳୁଦମ ମ୍ୟାରେଜରେ କିଏ କରେ? ଖାଲି ସେତିକି ହିଁ ଆଉ ମିଠା? କିନ୍ତୁ ଛୁଆ 2-3 ଜଣ ଥିଲେ ଯୋଉମାନେ କି ୱେଟ୍ କରିକି ବସିଥିଲେ ଅନ୍ୟମାନଙ୍କୁ ଦେଖିକି ସେଇଠି। ଆଉ ଏଇଠି ହଉଛି ବୁଫେଟୁ ସବୁବେଳେ ବସିକି ଖାଇବା ପାଇଁ ପସନ୍ଦ କରନ୍ତି, ସମସ୍ତଙ୍କୁ ବସେଇକି ପରିବେଷଣ କରନ୍ତି। ତ ସେଥିପାଇଁ ସେ ଛୁଆ 3 ଜଣ ଥିଲେ, ସେମାନେ ପୁରା ୱେଟ୍ କରିକି ଲାଷ୍ଟ ପର୍ଯ୍ୟନ୍ତ ଖାଇଥିଲେ। ଯାହା ଯାହା ଆଇଟମ ଥିଲା ଅପ୍ ଟୁ ପାନ ମିଠା ପର୍ଯ୍ୟନ୍ତ। ତ ଖାଇକି ସେମାନେ ଯାଇକି କହିଥିଲେ ନା ଆକ୍ଚୁଆଲି ରିଏଲିରେ ବହୁତ ଭଲ ଆଇଟମ ହେଇଥିଲା, ବହୁତ ଭଲ ଖାଇବା ହେଇଥିଲା। ଯୋଉମାନେ ଜାଣିନଥିଲେ ସେମାନେ ଆଜ ୟୁଜୁଆଲ ଦୁର୍ଭାଗ୍ୟବଶତଃ ଲୁଚି ଆଉ ଆଳୁଦମ ଖାଇକି ହିଁ ପଳେଇ ଆସିଥିଲେ। ତ ଏଇଟା ହଉଛି ତାଙ୍କର ଖାଇବା ଷ୍ଟାଇଲ। ଦେଖନ୍ତୁ କଥା ହଉ ମୋର ଯୋଉ ୱାନ୍ ପଟ୍ ଚିକେନ ରାଇସ୍ ବି ରେଡି ହେଇଗଲାଣି। ମୁଁ ତାକୁ ଦମ ଦେଇକି ପଳେଇବି ମୋ ଛୋଟ ଝିଅକୁ ଖୁଆଇବା ପାଇଁ। ଘଣ୍ଟେ ନବ ଏବେ ସେ ଖୁଆଇବା ପାଇଁ। ତ ମୋ ମାଙ୍କୁ କହିଲି ମା ଏଇଟା ହେଇଗଲେ ଗରମରେ ଥାଉ, ଦମରେ ହେଇଯିବ, ମୁଁ ଚାଲିଲି ମୋର ଝିଅକୁ ଖୁଆଇବା ପାଇଁ। ମୋ ଝିଅ ସେଇଠି ଦେଖିଲା ବେଳକୁ ମିସ୍ ମାଉସୀଙ୍କ ସହିତ ଦୋତାଲାରେ ଖେଳୁଛି। ଦେଖନ୍ତୁ ମୁଁ ପୁରା କାମ କରିକି ଝାଳରେ ନାଳ ଆଣ୍ଠି ହେଇସାରିଲିଣି, ମିସ୍ ମାଉସୀଙ୍କ ସହିତ ସେ ଖେଳୁଛି। ଏବେ ତାକୁ ନେଇଗଲି ମୋ ଉପରକୁ ମୋ ରୁମକୁ। ପୁଣି ଦେଖାହବ ଏମିତି ଆଉ ଗୋଟେ ବ୍ଲଗରେ। ଜୟ ଜଗନ୍ନାଥ, ରହିଲି, ଥ୍ୟାଙ୍କ ୟୁ।